जय श्री राम सीताराम। रामଙ୍କ ନିକଟରେ ଲକ୍ଷ୍ମଣଙ୍କର ପ୍ରବେଶ ବନବାସ ଯିବା ପାଇଁ ପ୍ରାର୍ଥନା କରିବା। ରାମ ବନବାସ ଯିବା ଶୁଣିଣ ସୌମିତ୍ରୀ, ପ୍ରବେଶ ହୋଇଲେ ଆସି ଶ୍ରୀରାମଙ୍କ କତି। କୌଶଲ୍ୟା ମାତାଙ୍କ ପୁରେ ଥିଲେ ରଘୁବୀର, ଆସି ଲକ୍ଷ୍ମଣ ପ୍ରଣାମ କରିଲେ ପୟର। ତାହାଙ୍କୁ ଦେଖି ଶ୍ରୀରାମ ନେତ୍ରୁ ଢାଳି ନୀର, କୋଳେ ଧରି ମୁଖେ ଚୁମ୍ବ ଦେଇ ବାରମ୍ବାର। ବୋଇଲେ ସେ ମୋର ସ୍ନେହ ଆତ୍ମଜ ଲକ୍ଷ୍ମଣ, ଯାଉଛି 14 ବର୍ଷ ମୁହିଁ ଘୋର ବନ। ପିତାଙ୍କର ସତ୍ୟ ପାଳି ରହିବି ବନରେ, ଭରତ ନୃପତି ହେବ ଏହି ଅଯୋଧ୍ୟାରେ। ତାହା କଥାକୁ ମାନିଣ ତୁହି ଚଳୁଥିବୁ, ପ୍ରଜାମାନଙ୍କର ଭଲ ମନ୍ଦ ତୁ ବୁଝିବୁ। ମନେ ବିଚାରିବୁ ମୁହିଁ ନୃପତି ହୋଇଛି, ଭରତକୁ ପ୍ରତ୍ୟୁତ୍ତର ନ ଦେବୁ ତୁ କିଛି। 14 ବରଷ ବହିଯିବ କାଲି ପରି, ପୁଣି ଆସି ମିଳିବି ମୁଁ ପାଶରେ ତୁମ୍ଭରି। ଏସନ ଭାରତୀ ଯହୁଁ ଶ୍ରୀରାମ କହିଲେ, କ୍ରୋଧେ ଧୈର୍ଯ୍ୟ ହୋଇଣ ଲକ୍ଷ୍ମଣ କାନ୍ଦିଲେ। ବୋଇଲେ କଥା ମୋତେ ନ କୁହନ୍ତୁ ଭାଇ, ତବ ବିନେ ସ୍ୱର୍ଗ ସୁଖ ମୋର ଲୋଡ଼ା ନାହିଁ। ଧରୁଛି ପୟର ଭାଇ ଯାଅ ନାହିଁ ବନ, ପ୍ରାପ୍ୟ ଅଟେ ତୁମ୍ଭର ଏ ରାଜ୍ୟ ସିଂହାସନ। ପୂର୍ବ ସୂର୍ଯ୍ୟ ବଂଶ ମଧ୍ୟରେ ରହିଛି ବିଧାନ, ଜ୍ୟେଷ୍ଠ ଭ୍ରାତ ସିଂହାସନେ ହେବ ବିଦ୍ୟମାନ। ଯେତେକ କନିଷ୍ଠ ଭ୍ରାତ ଥିବେ ତାହାଙ୍କର, ସକଳ ପାଦ ସେବାରେ ରହିବେ ନିକର। ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ଶ୍ରୀରାମ ଜୟ ରାମ ଜୟ ଜୟ ରାମ। ଏକଥା ମୁଁ ଭଲ କରି ଜାଣିଛି ପୂର୍ବରୁ, ତୁମ୍ଭେ କି ପାଇଁ ବଞ୍ଚିତ ହୋଇବ ତହିଁରୁ। ବୃଦ୍ଧ ହେତୁ ବୁଦ୍ଧି ଭ୍ରମ ହୁଏ ପିତାଙ୍କର, ତାହାଙ୍କ କଥାକୁ ତୁମ୍ଭେ କର ପ୍ରତ୍ୟାହାର। କୈକେୟୀ ଜନନୀ ତାଙ୍କ ମୁଣ୍ଡ ବିଗାଡ଼ିଛି, ଜଡ଼ିବୁଟି କରି ମନ୍ତ୍ର ଧୂଳି ପକାଇଛି। ନୋହିଲେ ଯେଉଁ ପିତା ନ ଦେଖିଲେ ଦଣ୍ଡେ, ତୁମ୍ଭକୁ ସେ ଖୋଜି ବୁଲୁଥାଇ, ତୁମ୍ଭକୁ ସେ ଖୋଜି ବୁଲୁଥାନ୍ତି ଯାଇ ଦାଣ୍ଡେ। ରାମ ରାମ ବୋଲି ହୋଇ ଯାଆନ୍ତି ପାଗଳ, ଆଜି ପୁଣି ଏଡ଼େ ଦଣ୍ଡ ଦିଅନ୍ତେ ତତ୍କାଳ। ଏକଥା ମୋର ମନକୁ ପ୍ରତେ ଆସୁନାହିଁ, ମନ୍ତ୍ର ବଳେ ଏହା ସିନା କହୁଛନ୍ତି ସେହି। ତୁମ୍ଭକୁ ରାଜା କରିବେ ବୋଲି ଅଯୋଧ୍ୟାରେ, ରାତ୍ରେ ନ ଶୋଇ ନିଦ୍ରା ତାହାଙ୍କ ଚକ୍ଷୁରେ। କୁଳଗୁରୁ ବଶିଷ୍ଠଙ୍କୁ ପଚାରି ସମସ୍ତ, ସକଳ ନୃପଗଣକୁ କରି ନିମନ୍ତ୍ରିତ। ସ୍ଥିର କରିଥିଲେ ସେହୁ ବସି ଶୁଭ ଲଗ୍ନ, ଆଜି ତୁମ୍ଭଙ୍କୁ ବସାଇବାକୁ ସିଂହାସନ। ଆନନ୍ଦରେ ନାଚୁଥିଲା ହୃଦୟ ତାଙ୍କର, ଧନରତ୍ନ ବାଣ୍ଟୁଥିଲେ ଖୋଲିଳ ଭଣ୍ଡାର। କୋଟି କୋଟି ମୁଦ୍ରା ମାନ ଯେହୁ ବ୍ୟୟ କରି, ସଜାଇ ଅଛନ୍ତି ଅଯୋଧ୍ୟାକୁ ସ୍ୱର୍ଗପୁରୀ। ସେ ପୁଣି ଶେଷ ବେଳରେ କୁହନ୍ତେ ଏସନ, ଏକଥା କଦାପି ପ୍ରତେ ନ ଯାଏ ମୋ ମନ। ଜାଣୁଛି ସେ କୁଜି ଚେଟି ଏହା ଭିଆଇଛି, କକେଇ ମାତାଙ୍କୁ ଜଡ଼ିବୁଟି ସେ ଦେଇଛି। ସେ କୁଜିର ତୁମ୍ଭ ପରେ ଈର୍ଷା ଥାଏ ଭାରି, ସେ ଲାଗି ଅନେକ ଥର ଅଛି ମୁଥ ମାରି। ଆଜି ଅସଲ ବେଳରେ କରିଛି ସେ କୂଟ, ପିତାଙ୍କର ତିଳେ ଏଥି ନାହିଁ ଯେ କପଟ। କେବଳ ଭ୍ରମରେ ପଡ଼ି ଏହା କରୁଛନ୍ତି, ତୁମ୍ଭ ବିହୁନେ କ୍ଷଣେ ସେ ନ ପାରିବେ ବର୍ତ୍ତି। ଧରୁଛି ଚରଣ ଭାଇ ସେବକର ଗିର, ଥରେ ମାତ୍ର ରଖି ନ ଯାଆନ୍ତୁ ବନ ଘର। ଏହି କ୍ଷଣି କରିବି ମୁଁ ତାର ସମାଧାନ, ତାଡ଼ି ଦେବି ଧନୁଟିରେ ସେ କୁଜି ନୟନ। ସତ୍ୟ କଥା ମୋ ଆଗରେ ନ କହିଲେ ସେହି, ମାରି ମାରି ତାର ପ୍ରାଣ ନିଶ୍ଚେ ନେବି ମୁହିଁ। ମନେ ଅଛି ସେ କୁଜିର ଏକଇ କାହାଣୀ, ଯେଦିନ ପୁରେ ଆସିଲେ ଜନକ ଦୁଲଣୀ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ଶ୍ରୀରାମ ଜୟ ରାମ ଜୟ ଜୟ ରାମ। ଭଣ୍ଡ ଗୀତ ଗାଉଥିଲା ଅସଭ୍ୟ ଭାଷାରେ,
ମାଡ଼ ଦେଇଥିଲ ତୁମ୍ଭେ ତାଙ୍କୁ ସ୍ୱହସ୍ତରେ, ସେହିଦିନୁ ତୁମ୍ଭ ପରେ ରାଗ ଥିଲା ତାର, ଆଜି ବେଳ ଉଣ୍ଡି ସେହୁ କରିଛି ଫିକର। କୈକେୟୀ ମାତା ତୁମ୍ଭକୁ ପ୍ରାଣ ଠାରୁ ବଳି, ସ୍ନେହ କରୁଥିଲେ ମୁହିଁ ଜାଣେ ଭଲ କରି। କାଲି ପ୍ରଭାତେ ମୁଁ ଯାଇଥିଲି ତାଙ୍କ ପୁର, ମୋତେ ପୁଛା କରୁଥିଲେ ତୁମ୍ଭ ସମାଚାର। କହୁଥିଲେ ମୋର ରାମ ଛନ୍ତି ନା କୁଶଳେ, ତିନ୍ତିଥିଲା ତାଙ୍କ ନେତ୍ର ଆନନ୍ଦ୍ର ସୁଜଳେ। ସେ ପୁଣି ଏକା ରାତିକେ ହୋଇଲେ ସନ, ରାକ୍ଷସୀ ଠାରୁ ପ୍ରକୃତି ହେଲା ତାଙ୍କ ହୀନ। ଧର୍ମକୁ ଅନାଇ ଭାଇ କରୁଛି ଶପଥ, ଏ ସମସ୍ତ ଅଟଇ ସେ ଚେଟିର କୃତିତ୍ୱ। ଆଜି ଏ ଧନୁରେ ତାକୁ ଦେବି ଶିକ୍ଷା ମୁହିଁ, କୁଜିକୁ ତାହାର ଆଜି ସଳଖି ଦେବଇଁ। ଚିହ୍ନିବ ଲକ୍ଷ୍ମଣ ଠାରେ କେତେ ଶକ୍ତି ଅଛି, ଘର ଭଙ୍ଗା ଖୋଇ ଯୋଗେ ଏ ଦଣ୍ଡ ପାଉଛି। ଆଉ ଦିନେ ନ କରିବ ଏ ସନ ବ୍ୟବହାର, ହାତେ ମାପି ଚାଲିବ ସେ ଚାଖଣ୍ଡେ ମାତର। ତିନି ପୁରଜନେ ଯଦି ହୋଇବେ ଏକତ୍ର, ମୋ ହସ୍ତରୁ ତାକୁ କେନ କରିବେ ମୁକତ। ମାଗି ଖାଇ ବଙ୍କା ମୁହିଁ ସେକୁ ଯିବା ନରି, ସୂର୍ଯ୍ୟବଂଶ ରାହୁ ହୋଇ ଦେବ ସବୁ ସାରି। ତାକୁ ନ ମାରିଲେ ମୋର ମନେ ତୃପ୍ତି ନାହିଁ, ସତ୍ୟ ଅଟେ ଏହା ସବୁ ସେହି ଅଛି ଭେଇ। ଏହା କହି କ୍ରୋଧେ ଚକ୍ଷୁ କରି ରକ୍ତ ବର୍ଣ୍ଣ, ବାହାର ହେଲେ ଲକ୍ଷ୍ମଣ ଧରି ସରାସନ। ତାହା ବୟସନ ରୀତି ଦେଖି ରଘୁବୀର, ଭାବିଲେ ଲକ୍ଷ୍ମଣ କ୍ରୋଧ ହୋଇଛି ଅପାର। ନିଶ୍ଚୟ କ୍ଷଣିକୁ ଯିକୁ ପ୍ରାଣେ ମାରିଦେବ, ଆଗ ପଛକୁ ବିଚାର କେଭେ ନ କରିବ। ପ୍ରାଣ ଠାରୁ ମୋତେ ସେହୁ ଅତି ଭକ୍ତି କରେ, ମୋ ଲାଗି ଅସ୍ଥିର ମନ ହୋଇଛି ତାହାରେ। ଯେବେ ବାରଣ ତାହାକୁ ନ କରିବି ମୁହିଁ, ସ୍ତ୍ରୀ ହତ୍ୟା ମହାପାପେ ଭାଗି ହୋଇବଇଁ। ଏହା ଭାବି ସୌମିତ୍ରୀକୁ ପାଶକୁ ହକାରି, ବୋଇଲେ ରେ ଭାଇ ଶୁଣ ବଚନ ମୋହରି। ଜାଣେ ମୁହିଁ ଭଲ କରି ଶକତି ତୋହର, ତ କରୁ କେବେ ସେହୁ ନୋହିବ ନିସ୍ତାର। ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ଶ୍ରୀରାମ ଜୟ ରାମ ଜୟ ଜୟ ରାମ। କିନ୍ତୁ ଏକ କଥା ମନେ ବାଧୁଛି ମୋହର, ନାରୀ ହତ୍ୟା ମହାପାପ ଅଟେ ଶାସ୍ତ୍ର ଗିର। ସେକୁ ଯିକୁ କିମ୍ବା ଦୋଷ ଦେବା କହ ଭାଇ, ନିୟତିର ଖେଳ ଜାଣ ଏସବୁ ଅଟଇ। ପିତାଙ୍କ ବଚନ ଅଟେ ଅଲଙ୍ଘ୍ୟ ଆମ୍ଭର, ଆବଦ୍ଧ ହୋଇଅଛନ୍ତି ସେ ସତ୍ୟ ପାଶର। ଯେ ଯାହା କରୁ ଆମ୍ଭର ଯାଏ ଅବାକିସ, ପିତା ଆଜ୍ଞା ପାଳି ମୁହିଁ ଯିବି ବନବାସ। ପିତା ଧର୍ମ ପିତା ସ୍ୱର୍ଗ ପିତା ହିଁ ସକଳ, ପିତା ସତ୍ୟ ପାଳନ ନ କରେ ଯେଉଁ ବାଳ। ଜୀବନାନ୍ତେ ନର କରେ ସେ ହୁଏ ପତିତ, ଏକଥା ଅଟଇ ଶାସ୍ତ୍ର ମଧ୍ୟରେ ନିୟତ। ମୋ ବଲ ମାନି ଲକ୍ଷ୍ମଣ କ୍ରୋଧ ଶାନ୍ତି କର, ନାରୀ ହତ୍ୟା ପାପେ ପଡ଼ ନାରେ ଭାଇ ମୋର। କାଲି ପରି ବନବାସ ହେବ ମୋର ଶେଷ, ସେ ଲାଗି ତୁ ମନେ ଦୁଃଖ ନ କରିବୁ ଲେଶ। ବୃଦ୍ଧ ହୋଇଲେଣି ଆସି ଆମ୍ଭର ପିଅର, ବୁଝୁଥିବୁ ସବୁବେଳେ ତାହାଙ୍କ ଖବର। ମୋ ଲାଗି ଶୋକେ ଅଧୀର ହୋଇଛନ୍ତି ସେହି, ଦେବୀ ପ୍ରବୋଧନା ଭାଇ ପାଶେ ପାଶେ ରହି। ବୃଦ୍ଧା ମାତାଙ୍କ ଅବସ୍ଥା ତଦ୍ରୂପ ଅଟଇ, ତାଙ୍କ ଭାର ତୋହ ପରେ ଦେଇଗଲି ଭାଇ। ଯେତେବେଳେ ଯାହା ଲୋଡ଼ା ହୋଇବ ତାଙ୍କର, ପାଶେ ଆଣି ଯୋଗାଇଣ ଦେବୁ ତୁ ସତ୍ୱର। ପ୍ରାଣ ଠାରୁ ବଳି ତୁ ହି ଅଟୁ ଜାଣ ମୋର, ତୋ ଯୋଗେ ନିଶ୍ଚିନ୍ତେ ମୁଁ ରହିବି ବନ ଘୋର। ସୁମିତ୍ରା ଜନନୀ ଶୁଣି ନାହାନ୍ତି ଏ ଗିର, ମୋତେ ଦଣ୍ଡେ ନ ଦେଖିଲେ ହୁଅନ୍ତି ଅସ୍ଥିର। ତାହାକୁ ବୁଝାଇ ଦେବୁ ସବୁ କଥା ତୁହି, ଯେପରି ନୟନୁ ବନ ନ ଢାଳିବେ ସେହି। ଜନକ ସୁତା ଅଟନ୍ତି ଅତି ସୁକୁମାରୀ, କୋମଳ ହୃଦୟ ଫୁଲ ପରି ଯେ ତାଙ୍କରି।
ମୋତେ ଦଣ୍ଡେ ନ କରନ୍ତି ପାଖରୁ ଅନ୍ତର, ଛାଇକି ଦେଖିଲେ ଡରି ହୁଅନ୍ତି ଅସ୍ଥିର। ତତ୍ତ୍ୱ ନେଉଥିବୁ ତୁହି ସର୍ବଦା ତାଙ୍କର, ଯେପରି ନୟନୁ ସେ ନ ଗଡ଼ାଇବେ ନୀର। ଆନ ଏକ ଉପଦେଶ ମାନିବୁ ତୁ ଭାଇ, କୈକେୟୀ ମାତାଙ୍କ ପରେ କ୍ରୋଧ ହେବୁ ନାହିଁ। ଭଲ ମନ୍ଦ ସଦା ଯାଇ ତାଙ୍କୁ ପଚାରିବୁ, ସେ ଯାହା ଆଦେଶ ଦେବେ ପାଳନ କରିବୁ। ମୁଠାରେ ଭରତେ ଭକ୍ତି କରିବୁ ଅଧିକ, ହୋଇବୁ ତା ପାଶେ ପାଶେ ତୁ ଅଙ୍ଗରକ୍ଷକ। ଏପରି ଭାରତୀ ଯହୁଁ ଶ୍ରୀରାମ କହିଲେ, ଶୁଣି ଲକ୍ଷ୍ମଣ କ୍ରନ୍ଦନ କରିଣ ବୋଇଲେ। ଧରୁଛି ପୟର ଭ୍ରାତ ନ ହୁଅ ନିଷ୍ଠୁର, ବଞ୍ଚି ନ ପାରିବି ଛାଡ଼ି ତୁମ୍ଭଙ୍କୁ ସତ୍ୱର। ଯେବେ କାହା ବୋଲ ନ ମାନିଣ ବନେ ଯିବ, ସେବାକାରୀ ଲକ୍ଷ୍ମଣକୁ ସଙ୍ଗତରେ ନେବ। ବୁଲି ବୁଲି ବନେ କଷ୍ଟ ଲଭିବ ହେ ଭ୍ରାତ, ମୁହିଁ ପାଦ ମଞ୍ଚାଳିବି ରହି ନ ପାଶେତ। କୁଟୀର ମଧ୍ୟରେ ତୁମ୍ଭେ ରହିଥିବ ଭାଇ, ଶାକ କନ୍ଦ ମୂଳ ଆଣି ଦେବି ମୁଁ ଯୋଗାଇ। ରାତ୍ରେ ଶୟନ କରିଲେ ତୁମ୍ଭେ ମଢ଼ିଆରେ, ଧନୁ ଧରି ଜାଗ୍ରତ ମୁଁ ରହିବି ଦ୍ୱାରରେ। ଶପଥ କରୁଛି ଭାଇ ଧର୍ମକୁ ଅନାଇ, ତବ ପାଦ ବିନା ମୋର ଅନ୍ୟ ଗତି ନାହିଁ। ଯେ ବଣ ଠାବରେ ତୁମ୍ଭେ ରହିଥିବ ଭାଇ, ସତ ଅଯୋଧ୍ୟାର ସୁଖ ମଣୁଥିବି ମୁହିଁ। ତବ ପାଦ ଧୂଳି ପଡ଼ିଥିବ ଯେଉଁଠାରେ, ଭକ୍ଷଣ କରିବି ସ୍ୱର୍ଗ ସୁଧା ପରକାରେ। ଯେ ବଣ ପଥରେ ଭାଇ କରିବ ଗମନ, ସେ ରେଣୁ କରିବି ମୁହିଁ ମସ୍ତକେ ଲେପନ। ଧ୍ୱଂସ ହୋଇଯାଉ ପଛେ ଅଯୋଧ୍ୟା ନଗରୀ, ଘଟୁ ପଛେ ସାରା ରାଇଜରେ ମହାମାରୀ। ଅକାଳରେ ବଜ୍ରପାତ ହେଉ ଅଯୋଧ୍ୟାରେ, ନାଶ ଜନ୍ତୁ ପଛେ ସର୍ବ ରାଜ୍ୟ ନାରୀ ନରେ। ପିତା ମାତା ଭ୍ରାତା ମାନେ ହୁଅନ୍ତୁ ପଛେ କ୍ଷୟ, ତିଳେ ମାତ୍ର ସେ କଥାକୁ ନାହିଁ ମୋର ଭୟ। ଏକା ଯେବେ ସେ ବୁଥିବି ପୟର ତୁମ୍ଭର, ସତ ଐଶ୍ୱର୍ଯ୍ୟ ଭୋଗ ଲାଭ ହେବ ମୋର। ନ ହୁଅ ନିଷ୍ଠୁର ଭାଇ ଅଧମ ଲକ୍ଷ୍ମଣେ, ପାଦେ ପଡ଼ୁଅଛି ମୋତେ ସଙ୍ଗେ ନିଅ ବଣେ। ଭରତ ପଛକେ ଚିର ଦିନ ରାଜା ହେଉ, ମୋ ମନରେ ଥିଲେ ଦୁଃଖ ନ ହୋଇବ ଆଉ। ଏସନ ପ୍ରତିଜ୍ଞା ଯହୁଁ କରିଲେ ସୌମିତ୍ରୀ, ବହୁତ ପ୍ରକାରେ ବୁଝାଇଲେ ରଘୁପତି। ଯେତେ ନୀତି ଶାସ୍ତ୍ର ମାନ ତାଙ୍କୁ ବୁଝାଇଲେ, କାହିଁରେ ଥିଲେ ସେହୁ ସାନ୍ତ୍ୱନା ନ ହେଲେ। ଶ୍ରୀରାମ ଭାବିଲେ ଯେତେ କହିଲେ କି ଦେବ, ମୋତେ ଛାଡ଼ି ଲକ୍ଷ୍ମଣ ଯେ ତିଳେ ନ ରହିବ। ଶେଷେ ବହୁ କଷ୍ଟେ ରାମ କଲାରୁ ସମ୍ମତ, ଅତି ଉଲ୍ଲାସ ହୋଇଲା ଲକ୍ଷ୍ମଣଙ୍କ ଚିତ୍ତ। ଦରିଦ୍ର କୋଟିଏ ନିଧି ଲଭିଲେ ଯେପରି, ଆନନ୍ଦ ହୁଏ ସୌମିତ୍ରୀ ହୋଇଲେ ସେପରି। ଜନମ ଅନ୍ଧ କି ଦିବ୍ୟ ଚକ୍ଷୁ ଲାଭ କଲା, ବିରଗୀ ଘୋର ସମରେ ଶତ୍ରୁଙ୍କୁ ଜିଣିଲା। ବନ୍ଧ୍ୟା ନାରୀ କି ଅକାଳେ ଲଭିଲା ସନ୍ତାନ, ତେସନ ଆନନ୍ଦ ହୁଏ ଲକ୍ଷ୍ମଣଙ୍କ ମନ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ଶ୍ରୀରାମ ଜୟ ରାମ ଜୟ ଜୟ ରାମ। ଉଚ୍ଛନ୍ନ ହୋଇଲେ ବନବାସେ ଯିବା ପାଇଁ, ବନବାସ ଦୃଶ୍ୟ ତାଙ୍କ ନେତ୍ରରେ ନାଚଇ। ଭାବିଲେ ଜ୍ୟେଷ୍ଠ ଭ୍ରାତାଙ୍କ ସଙ୍ଗତରେ ମୋହି, ଧନୁଶର ଧରି ବନ ପଥେ ଗମିବଇ। କେତେ ଯୋଗୀ ଋଷି ପାଦ କରିବି ଦର୍ଶନ, ଧନ୍ୟ ଧନ୍ୟ ଅଟଇ ଯେ ମୋହର ଜୀବନ। ଏପରି ସୌମିତ୍ରୀ ମନେ କରିଲେ ବିଚାର, ତୁଚ୍ଛ ଦେଖାଗଲା ତାଙ୍କ ନେତ୍ରେ ରାଜପୁର। ସତ ଅଯୋଧ୍ୟା ହୁଁ ଶୋଭା ଶ୍ରୀରାମ ପୟର, ନେତ୍ର ପରେ ନୃତ୍ୟ କଲା ଯେ ଲକ୍ଷ୍ମଣଙ୍କର। ଧନ୍ୟ ହେ ସୌମିତ୍ରୀ ଧନ୍ୟ ଜୀବନ ତୁମ୍ଭର, ତବ ସମ ଭାଗ୍ୟବାନ କେ ନାହିଁ ତ୍ରିପୁର। ଯେଉଁ ପାଦ ଦେଖିବାକୁ ଥରେ ନୟନରେ, ଯୁଗ ଯୁଗ ଯୋଗୀ ଋଷି ଭଜନ୍ତି ଭକ୍ତିରେ।
ତେବେ ପିଣି ସଦା ସେବା ତାକୁ ସେବା କର। ସେ ପୟର ଧୂଳି ପୁଣି ବୋଳ ମସ୍ତକର। ତବ ପାଦ ତଳେ କୋଟି ବିନତି ମୋହର। ଶରଣରୁ କଣେ ମାତ୍ର ମୋତେ ଦାନ କର। ଏମାନବ ଜନମରୁ ହୋଇ ବିମୁଖତ। କ୍ଷେତ୍ରର ଗୁହାରି ଶୁଣ ଶ୍ରୀରାମଙ୍କ ଭ୍ରାତ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ। ଶାଶୁ ନିକଟରେ ସୀତାଙ୍କର ପ୍ରବେଶ। ଯିବେ ବୋଲି ଅନୁମତି ମାଗିବେ। ଅନ୍ତପୁର ମଧ୍ୟରେ ଥିଲେ ଜନକ ଦୁହିତି। ରାମ ବନେ ଯିବା କଥା କହିଲା କଦୂତି। ଏ ବଚନ ଶୁଣି ସୀତା ବିଶ୍ୱାସ ନ ଗଲେ। ସତ୍ୟ ମିଥ୍ୟା ବୁଝିବାକୁ ଶାଶୁପୁରେ ଗଲେ। ସେଠାରେ ଦେଖିଲେ ସ୍ୱାମୀ ଦେବର ଅଛନ୍ତି। ଝରବାରି ପରି ଶାଶୁ ଲୋତକ ଗଳାନ୍ତି। ଆଷାଢ଼ ବାଦଲ ଯେନେ ଘୋଟେ ଆକାଶର। ତେସନ ବିମର୍ଷ ମୁଖ ଦିଶେ ରାମଙ୍କର। ଲକ୍ଷ୍ମଣ ବସି ଅଛନ୍ତି ନିଉଛାଳି ହୋଇ। କାହାରି ମୁଖରୁ ପଦେ ବାକ୍ୟ ନ ସ୍ଫୁରଇ। ବୁଝିବାକୁ ଜାନକୀଙ୍କ ବାକି ନ ରହିଲା। ଦାସୀ କଥା ସତ୍ୟ ବୋଲି ମନରେ ପଡ଼ିଲା। ଷୋଡ଼ଶୀ ସୁନ୍ଦରୀ ଗଜ ଗାମୁଇନି ସୁକେଶୀ। ଧୀରେ ଧୀରେ ଶାଶୁ ପାଶେ ମିଳିଲେ କଆସି। ସାଷ୍ଟାଙ୍ଗ ଚରଣେ ଯହୁଁ କଲେ ନମସ୍କାର। ବାହୁନି କାନ୍ଦିଲେ ମାତ ହୋଇ ନ ଧୀର। ବଧୂକୁ ତଳୁ ଉଠାଇ କୋଳରେ ଧରିଲେ। ମୁଖ ଚାହିଁ ଶୋକ ଭରେ କାତର ହୋଇଲେ। ବୋଇଲେ ଆରେ ବିଧାତା କେଡ଼େ କୃତ୍ୟ କଲୁ। କିପରି ବେଳରେ ପୁଣି ଏ ଦଣ୍ଡ ବିହିଲୁ। ଅତି ସୁକୁମାରୀ ଅଟେ ଜନକ ଦୁଲଣୀ। ଭାତ ଖାଇ ହାତେ ଧୋଇ ନ ଜାଣଇ ପୁଣି। ମିଥିଳା ରାଜ୍ୟରେ ଏକମାତ୍ର କନ୍ୟା ବୋଲି। ଖଟିଥିଲା ଜାପୟରେ ସହସ୍ରେ ପୋଇଲି। ଖଟିଥିଲେ ଜାପୟରେ ସହସ୍ରେ ପୋଇଲି। ଯାର ସ୍ୱୟଂବରେ କମ୍ପି ଗଲା ତିନି ପୁର। ଯାହା ଲାଗି ଆସିଥିଲେ ଲକ୍ଷେ ନରେଶ୍ୱର। ସବୁ ରାଜାମାନଙ୍କର ମୁଖେ କାଳି ଦେଇ। ଧନୁ ଭାଙ୍ଗି ଆଣିଲା ମୋ ରାମ ବହି ଦେହି। ଯେଉଁ ଦିନୁ ବଧୂ ରୂପେ ଆସିଲାଣି ମୋର। ଦିନେ ଦୁଃଖ ଛାୟା ପଡ଼ି ନାହିଁ ତା ମୁଖର। ମୋ ରାମ ମୁଖକୁ ଚାହିଁ ଯାଏ ଦିନ ତାର। ଛାଇ ପରି ସେବା କରେ ସର୍ବଦା ପୟର। ଅଷ୍ଟରତ୍ନ ଅଳଙ୍କାର ତୁଚ୍ଛ ମଣୁଥାଏ। ସଦା ସ୍ୱାମୀ ମୁଖ ଚାହିଁ ଜୀବନ ବିତାଏ। ଆଜି ଯେବେ ରାମ ମୋର ଯିବ ଘୋର ବନ। ମୁରୁଚି କିପରି ସେହୁ ରହିବ ଭୁବନ। ଏକଥା ମୋର ମନକୁ ପ୍ରତ୍ୟୟ ଆସୁନାହିଁ। ସ୍ୱାମୀ ସେବା ବନେ ଆନ ଯେହୁ ନ ଜାଣଇ। ସ୍ୱାମୀ ସେବା ବିନେ ଆନ ଯେହୁ ନ ଜାଣଇ। ତାକୁ କେଉଁ ପରି ଅବା ମୁହିଁ ବୁଝାଇବି। କେଉଁ ଉପାୟରେ ତାର ମନ ମୁଁ ତୋଷିବି। ସେ ତ କ୍ଷୁଦ୍ର ଶିଶୁ ନୁହେଁ ଦେବି ବୁଝାଇନ। ଖେଳନା ଦେଖାଇ ତୋଷ କରି ନେବି ମନ। ସତୀ ସାଧି ଶିରୋମଣି ପ୍ରତିବ୍ରତା ଯେହୁ। ପତିକି ମୁରୁଛି ରହି ପାରିବ କି ସେହୁ। କ୍ଷଣେ ପାଶୁ ଯେ ନ କରେ ସ୍ୱାମୀକୁ ଅନ୍ତର। 14 ବରଷ ସେ ବଞ୍ଚିବ କି ପ୍ରକାର। ଏହିପରି ମନ ମଧ୍ୟେ ଭାବି ମହାଦେଇ। କ୍ରୋଧେ କ୍ରନ୍ଦନ କରିଲେ ଅଧର କମ୍ପାଇ। ସ୍ନେହା ଭରେ ଜାନକୀଙ୍କ ମସ୍ତକ ସମ୍ଭାଳି। ବୁଝାଇ କହିଲେ ଆଲୋ ମୋର ଅଲିଅଳି। ବିଧାତା ଅତି ନିଷ୍ଠୁର ହୋଇଲ ତୋ ପରେ। ତୋ ସୁଖ ବାଟକୁ ଭାଙ୍ଗି ଦେଲେ ବେଳରେ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ। କେତେ ତପ ବଳେ ତୋତେ ପାଇଥିଲି ମାତ। ତୋ ମୁଖ ଦେଖିଲେ ସଦା ହୁଏ ଆନନ୍ଦିତ। ଜୀବନରେ ବହୁ କଷ୍ଟ କରିଥିଲି ମୁହିଁ। ନାନା ବ୍ରତ ଉପବାସେ ମୁଁ ଦିନ କାଟଇ। ଶେଷେ ମୋର ଦୁଃଖ ଶୁଣିଥିଲେ ନାରାୟଣ। ତୋହ ସମପୁତ୍ର ବଧୂ ଥିଲେ ଯେ ଦେଣ। କିନ୍ତୁ ସେହି ସୁଖ ମୋର ଭାଗ୍ୟ ନ ସହିଲା। ମୋ ସୁଧା ଭାଣ୍ଡେ କୈକେୟୀ ବିଷ ଗୋଳି ଦେଲା। କ୍ଷୁଧାତୁରେ ଭୋଜନେ ବସିଥିଲି ମୁହିଁ। ପୁଳିସ ବରଷା କଲା ମୂର୍ଖୀ କୈକେୟୀ। ତା କଥାରେ ପଡ଼ି ନର ପତି ନ ବୁଝିଲେ। ଜାଣି ଶୁଣି ମୋ ଗଳାରେ କ୍ଷୁର ଚଳାଇଲେ।
ଚିରଦିନ ରାଜା ନ ଦେଖନ୍ତି ମୋର ଶିରି ଭଲ କହିଲେ ଭାବନ୍ତି ମନ୍ଦ ଦଣ୍ଡଧାରୀ ଯେତେ ଯେତେ ଦୁଃଖ ସହିଥିଲି ଜୀବନରେ ସବୁ ଭୁଲି ଯାଇଥିଲି କେତେଟା ଦିନରେ କକେଇର ମନ ଦ୍ରୁତ କରିବାକୁ ରାଜା କଠୋର ଭାବେ ସେ ମୋତେ ଦିଆଇଲେ ସଜା ମୋର ନୟନ ପିତୁଳା ଆଜି କାଢ଼ି ନେଲେ ଜି ଥାଉ ଥାଉ ସେ ଅନ୍ଧୁଣି କରାଇଲେ କି କହିବି ମାତା ତୋତେ ବୁଦ୍ଧି ସ୍ଫୁରୁ ନାହିଁ ଆଜି ଅଯୋଧ୍ୟାର ଚନ୍ଦ ବନେ ଯାଉଛଇ ବଡ଼ ଭାଗ୍ୟବାନ ବନ ଅଯୋଧ୍ୟା ଭାଗୀ ରଘୁବଂଶ ତିଳକକୁ ପାରିଲା ସେ ତ୍ୟାଗୀ ଶାଶୁଙ୍କ ବିଳାପ ବାଣୀ ଶୁଣି ବଇ ଦେହି ମୁଖପତି ନୟନରୁ ଲୋତକ ବୁହାଇ ବିନୟରେ ଶାଶୁଙ୍କର ପୟରେ ନମିନ ବୋଇଲେ ପିତାଙ୍କୁ ଦୋଷ ନଦିଅ ମୋରାଣ ସେ ତ ସତ୍ୟ ସଂଘ ସଦା ବନ୍ଧା ସତ୍ୟ ଡୋରେ ତାକୁ ବା କିପରି ଛିନ୍ନ କରିବେ ହସ୍ତରେ ଶୁଣିଛି ମୁଁ ଦାସୀ ଠାରୁ ସମସ୍ତ ଘଟଣା ସେ ନିମନ୍ତେ ମନେ ମାତ ନ କର ଶୋଚନା ତୁମ୍ଭ ଠାରୁ ଭାଗ୍ୟବତୀ ଅଛି କେ ସଂସାରେ।